हरि ओम श्री गणेशाय नमो नमः। प्रथम स्कंद भागवत समस्त आध्यात्मिक पंडित मानंकु मोर दंडवत। जन्मादिस्य जतोन्यादि तरतश्चार्तेषु विद्यंसुराट तेने ब्रह्मा हृदाजवादि कवये मन्ति जातशुरय तेजो वारि मृदं यथा विनिमं जात्रतिषु गमृषा नाम्नाशेन सदा निरस्तकुकं सत्यापरामधिमाय। जय जगन्नाथ जय जगन्नाथ जय जगन्नाथ। समस्त साधु सन्थ मानंकु मोर दंडवत। आज्ञा भागवतर गोटे श्लोक को अनुवाद कले आमे पाइबा ता देहरु अनेक कृष्ण रस। तेबे जो रस को जेते आज्ञा पान करुथिबे सेतिके भक्त को भोग हेउथाय। सदा सर्वदा पान करिवा पय श्रवण करिवा संतु केवल मुक्तिर पथ एकमात्र भागवत। तेबे आसंदो ए श्लोक को आमे पाठ करिवा। सत्य स्वरूप परमात्मा को ध्यान कर। जाठारु प्रत्यक्ष और परोक्ष भाव रे जीव जगत सृष्टि होइछि। जे सर्वज्ञ आउ जे स्वतंत्र, जे आदिकवि ब्रह्मांग हृदय रे वेद ज्ञान को प्रकाश करिथिले, जे देवता मानंकु मोहित करंती ताहांक जोगो जल स्थल और स्थल रे जल ज्ञान आदि भ्रम गुड़िक सत्य बोले प्रतीत हुअन्ते। तेबे से सत्य स्वरूप परमात्मा को समस्त आज्ञाधीन करंतु सकल दुख हरण हेब। मानेवर संत समाज सत्कर्म रे अनेक कष्ट आसे। आओ ये सबुर निवारण करिवा पई मंगलाचरण पाठ करा जाए। देवता माने सत्कर्म रे बाधा सृष्टि करंती। काहे के कारण कौन ना देवता माने चिंता करंती जे नारायण को ध्यान करे से नारायण हो जाए। तेबे हे सर्जन तेणु सेमाने बहु कष्ट दियन्ते नारायणंकर भक्त को, कृष्ण प्रेमी भक्त को बहु देवता माने बहु कष्ट दियन्ति। तेणु आसंदो जानिबा जे देवता माने काहे के कष्ट दियन्ति ना चिंता करन्ति सेमानंक मन मध्यरे। तेणु काले ये नारायणंकर निकटतम होइजिव के, तेणु सी भी मध्य नारायण पालटि जीव। तेणु सेमाने देवता माने बहु कष्ट दियन्ति। तेणु सत्यकर्म आरंभ रे देवता मानंको स्तुति कर। सूर्य आमर कल्याण करंतु, वरुण आमर उपकार करंतु। जहार आचरण मंगलमय तांको ध्यान कर, तांको वंदन कले मंगलमय हेब। बा आमे ताको मंगलाचरण कहू। परम प्रेम कृष्णंक नाम श्रवण कीर्तन करिवा जीवर मंगलमय। तांको ठारू अनेक शक्ति मिलिथाय। जे जेभଳି भावरे डाकी थाय भक्त को सेई भଳି भावरे मिलिथाय। शिवशंकर काम को नाश करिथान्ते, तेणु से मंगलमय। कृष्ण को काम स्पर्श करि पारे नाही, तेणु से हेउचन्ते मंगलमय। ईश्वर निष्काम संसार बाबदरे चिंता कले मन विचलित हुए।
ସଂସାର ବାବଦରେ ଚିନ୍ତା କଲେ ମନ ବିଚଳିତ ହୁଏ। ତେଣୁ ଈଶ୍ୱରଙ୍କୁ ସଦାସର୍ବଦା ଚିନ୍ତା କର। ଈଶ୍ୱରଙ୍କୁ ଚିନ୍ତା କଲେ ମନ ପ୍ରାଣ ଶରୀର ଶୁଦ୍ଧ ହୁଏ, କାମ ପ୍ରବୃତ୍ତି ନଷ୍ଟ ହୋଇଯାଏ, ମନୁଷ୍ୟର ମଙ୍ଗଳ ହୁଏ। ତେଣୁ ହେ କଳିଯୁଗର ମାନବ ବନ୍ଧୁମାନେ, ସଦାସର୍ବଦା କର୍ମମୟ ଜୀବନ ଭିତରେ ଈଶ୍ୱରଙ୍କୁ ଚିନ୍ତା କର। କାମ ଯାହାକୁ ପରାଜିତ କରିପାରେ ସେ ହେଉଛି ଜୀବ। କାମକୁ ଯେ ପରାଜିତ କରେ ସେ ହେଲେ ଭଗବାନ ଶଙ୍କର ଶିବ। ତେଣୁ ଭାଗବତରେ 3ଟି ମଙ୍ଗଳାଚରଣ କରାଯାଇଛି। ପ୍ରଥମ ସ୍କନ୍ଧରେ ହେଉଛି ବ୍ୟାସଙ୍କର ମଙ୍ଗଳାଚରଣ, ଆଜ୍ଞା। ଆଉ ତାପରେ ଦ୍ୱିତୀୟ ସ୍କନ୍ଧରେ ହେଉଛି ଯେ ଶୁକଦେବଙ୍କର, ଆଉ ଶେଷରେ ହେଉଛି ସୁତ ମହର୍ଷିଙ୍କର ମଙ୍ଗଳାଚରଣ। ଆଜ୍ଞା ମନେ ରଖନ୍ତୁ ସମସ୍ତ ପଣ୍ଡିତ ବନ୍ଧୁ ଓ ମା ଭଉଣୀମାନେ, ରାତିରେ ମଣିଷ ଅନେକ ପାପ କର୍ମରେ ଲିପ୍ତ ରହେ। ତେଣୁ ପ୍ରଭାତରେ ମଙ୍ଗଳାଚରଣ କଲେ ସେହି ଦିନଟି ପାଇଁ ଆପଣଙ୍କ ଶରୀରରୁ ସମସ୍ତ ପାପ ଧ୍ୱଂସ ହୁଏ। ମଧ୍ୟାହ୍ନରେ ଓ ଶୋଇବା ପୂର୍ବରୁ ମଧ୍ୟ ମଙ୍ଗଳାଚରଣକୁ ପାଠ କରାଯାଇପାରିବ। ଭଗବାନଙ୍କର ଗୋଟିଏ ସ୍ୱରୂପକୁ ବାରମ୍ବାର ଚିନ୍ତା କରିବାକୁ ବ୍ୟାସଦେବ କହିଛନ୍ତି। ମନକୁ ପ୍ରଭୁଙ୍କ ସ୍ୱରୂପରେ ସ୍ଥିର କର। ଗୋଟିଏ ସ୍ୱରୂପକୁ ବାରମ୍ବାର ଚିନ୍ତା କଲେ ମନ ଶୁଦ୍ଧ ହୁଏ। ଧ୍ୟାନର ଅର୍ଥ ମାନସ ଦର୍ଶନ। ଆଉ ଧ୍ୟାନ କଲେ ଜୀବ ଆଉ ପରମର ମିଳନ ହୁଏ। ଜୀବ ଆଉ ପରମର ମିଳନ ହୁଏ। ବିନା ଧ୍ୟାନରେ ବ୍ରହ୍ମ ସମ୍ଭବ ହୁଏ ନାହିଁ। ବେଦାନ୍ତରେ ଏହାକୁ ଜୀବର ମୁକ୍ତି କୁହାଯାଏ। ଏଣୁ ଭାଗବତ ପ୍ରମାଣ କରିଛନ୍ତି, ଭକ୍ତି ମାର୍ଗରେ ହେଉ କି ଜ୍ଞାନ ମାର୍ଗରେ ହେଉ, ମଣିଷକୁ ଈଶ୍ୱରଙ୍କର ସାକ୍ଷାତ କରାଇବା ଏକମାତ୍ର ପରମ ଶାସ୍ତ୍ର ଭାଗବତ। ଜୟ ଶ୍ରୀକୃଷ୍ଣ। ତେବେ ଈଶ୍ୱର ଅରୂପ ହେଲେ ମଧ୍ୟ ଗୁପ୍ତ ରୂପେ ଭକ୍ତକୁ ଉଦ୍ଧାର କରନ୍ତି। ପ୍ରଭୁଙ୍କର 2ଟି ସ୍ୱରୂପରେ ନିରୂପଣ କରାଯାଇଛି ଯେ ସଗୁଣ ଆଉ ଗୋଟିଏ ହେଉଛି ନିର୍ଗୁଣ। ତେବେ ନିର୍ଗୁଣ ରୂପରେ ପ୍ରଭୁ ସର୍ବତ୍ର ବିଦ୍ୟମାନ। ସଗୁଣ ରୂପରେ ଶ୍ରୀକୃଷ୍ଣ ଗୋଲକ ଧାମରେ ବିରାଜିତ। ସକଳ ପଦାର୍ଥରେ ଭଗବାନ ବିରାଜିତ। ତେବେ ପ୍ରଭୁ ଯାହା କରନ୍ତି ସେ ହେଉଛି ସବୁ ହେଲା ଲୀଳା। ଆଉ ଜୀବ ଯାହା କରେ ତାହା ହେଲା କ୍ରିୟା। ତେଣୁ କ୍ରିୟା ବନ୍ଧନର କାରଣ, କ୍ରିୟା ସହିତ ବାର୍ତ୍ତାର ଆସକ୍ତି ଥିବାରୁ କ୍ରିୟା ବନ୍ଧନର କାରଣ ହୁଏ। ଲୀଳା ବନ୍ଧନର ଅର୍ଥ ସେ ମୁକ୍ତି କରେ, କାରଣ ଭଗବାନଙ୍କୁ ସ୍ୱାର୍ଥ ଓ ଅଭିମାନ ସ୍ପର୍ଶ କରେ ନାହିଁ। ଜୀବକୁ ପରମ ଆନନ୍ଦ ଲୀଳାରୁ ମିଳିଥାଏ। କୃଷ୍ଣ ଯେଉଁ ଲବଣୀ ଚୋରି କରୁଥିଲେ, କାହିଁକି ସେ ଲବଣୀ ଚୋରି କରୁଥିଲେ? ତାଙ୍କ ନିଜ ପାଇଁ ସେ ଲବଣୀ ଚୋରି କରୁନଥିଲେ। ଆଜ୍ଞା କୃଷ୍ଣ ଯେଉଁ ଚୋରି କରନ୍ତି, ଯଶୋଦାଙ୍କ ପାଖରୁ ବହୁ ଗାଳିଗୁଲଜ, ମାଡ଼ଛାଟ, ସାହି ପଡ଼ିଶାରେ ଗୋପାଳୁଣୀଙ୍କ ମାନଙ୍କ ପାଖରୁ ଅନେକ ନିର୍ଯାତନା, ଆଉ ଗୋପାଳୁଣୀ ଆଣି ତାଙ୍କ ମାଙ୍କ ପାଖରେ ବହୁତ ଆସିକି ଯେ କମ୍ପ୍ଲେନ୍ କରନ୍ତି। କ'ଣ ନା ତୋ ପୁଅ ଆମ ଶିକା ଭାଙ୍ଗି ଠେକି ଭାଙ୍ଗି ସବୁ ଖାଇଯାଉଛି, ଲବଣୀ ଖାଇଯାଉଛି। ଆଜ୍ଞା ସେ ନିଜେ ଖାଇବା ପାଇଁ ଚୋରି କରେନି, ସବୁ ତାଙ୍କର ସାଥୀ ସଙ୍ଗ ମାନଙ୍କ ପାଇଁ ସେ ଲବଣୀ ଚୋରି କରେ। ତେଣୁ ଯେ କୃଷ୍ଣ ଯେଉଁ ସଖାମାନଙ୍କ ପାଇଁ ଲବଣୀ ଚୋରି କରନ୍ତି, କେବଳ ହେଉଛି ଲୋକବତୁ ଲୀଳା କୈବଲ୍ୟମ୍। ଜୀବର କଲ୍ୟାଣ ପାଇଁ ଭଗବାନ ଲୌକିକ ଲୀଳା କରନ୍ତି। ଆଉ ଗୋଟିଏ କଥା ଆଜ୍ଞା, ବିନାଶର ମଧ୍ୟ ତାଙ୍କର ଆନନ୍ଦ ଥାଏ। ଦିନେ ମା ଗାନ୍ଧାରୀ ମା କୃଷ୍ଣଙ୍କୁ ଅଭିଶାପ ଦେଲେ, ହେ କୃଷ୍ଣ ତୁମ ବଂଶରେ କାହାକୁ ଜୀବିତ ରଖିନୁ, ମୁଁ ତୋତେ ଅଭିଶାପ ଦେଉଛି, ତୋ ବଂଶରେ କେହି ଜୀବିତ ନ ରୁହନ୍ତୁ। ତଥାପି ଆଜ୍ଞା କୃଷ୍ଣଙ୍କ ମନରେ ବହୁତ ଆନନ୍ଦ। କାହିଁକି? ଏ କଥା ଶୁଣି ଭଗବାନ କହିଲେ, ହେ ମାତା ମୁଁ ବି ମଧ୍ୟ ସେଇଆ ଚାହୁଁଥିଲି, ତୁମେ ଅଭିଶାପ ଦେଲ, ମୁଁ ବହୁତ ଆନନ୍ଦ। ପରମ ଆତ୍ମା ପରମ ଆତ୍ମା ବିଷଧର ସାପ ଉପରେ ଆଜ୍ଞା ଶୋଇ ମଧ୍ୟ ବହୁ ଖୁସି ହେଉଛନ୍ତି। ତେଣୁ ଭାଗବତର
ପ୍ରଥମ ସୋପାନର ମଙ୍ଗଳାଚରଣରେ ଲେଖା ହେଇଛି ବି ମଧ୍ୟ ସନ୍ଦାକରଂ ଭୁଜାଶୟନଂ। ଆଜ୍ଞା ସିଏ ସାପ ଉପରେ ମଧ୍ୟ ଶୋଇକି କେତେ ଆନନ୍ଦ ପାଉଥିଲେ। ଆଉ ବ୍ୟାସ ମଙ୍ଗଳାଚରଣରେ କହିଛନ୍ତି ସତ୍ୟ ପରମ ଧୀମ। ହେ ଶ୍ରୀକୃଷ୍ଣ ଉଦ୍ଧବକୁ କହିଛନ୍ତି ହେ ଉଦ୍ଧବ ଏ ଜଗତ ହେଉଛି ଅସତ୍ୟ, ମୁଁ କେବଳ ସତ୍ୟ। ମନୁଷ୍ୟ ଉପରେ କାମ କ୍ରୋଧ ଲୋଭ ସବୁ କିଛି ରହିଛି, ମୋ ଉପରେ ନୁହେଁ। ଜଗତ ଏକ ନକଲି ମୋତି ରହୁଛି ସୁନାହାର। ଆଜ୍ଞା ଇଏ ଯେଉଁ ସଂସାର ଏ ଜଗତଟା ଇଏ ହେଉଛି ଗୋଟେ ନକଲି, ଇଏ ସବୁ ହେଲା ଅସତ୍ୟ। କେବଳ ହେଉଛନ୍ତି ଭଗବାନ ସତ୍ୟ। ଭଗବାନ ବୋଇଲେ ସୂର୍ଯ୍ୟ ସତ୍ୟ, ଚନ୍ଦ୍ର ସତ୍ୟ, ତାରା ସତ୍ୟ, ନଦୀ ସତ୍ୟ, ହ୍ରଦ ସତ୍ୟ, ଜନ୍ମ ସତ୍ୟ, ମୃତ୍ୟୁ ସତ୍ୟ। ଏ ସବୁ ଯେଉଁ ଭଗବାନଙ୍କର ଯେଉଁ ସୃଷ୍ଟି ଯାହା ସବୁ ସିଏ ସତ୍ୟ। ଆଉ ଏ ଜଗତରେ ଆଉ ସବୁ ହେଉଛି ମାୟା ମିଥ୍ୟା। ଆଜ୍ଞା ତେବେ ଅସତ୍ୟ ସଂସାରକୁ ଅଜ୍ଞାନୀ ମଣିଷ ସତ୍ୟ ଭାବେ ବାଟ ବଣା ହେଇଯାଉଛି। ଆଜ୍ଞା ତେଣୁ ହେ ମାନବ ବନ୍ଧୁମାନେ, ଭଗବାନଙ୍କର ନିର୍ଦ୍ଦେଶ ସତ୍ୟ ନ୍ୟାୟ ଦୟା କ୍ଷମା ଜ୍ଞାନକୁ ମାନେ ବାଟ ବଣାନା ନ ହୋଇ ତାଙ୍କରି ନିର୍ଦ୍ଦେଶରେ ଆପଣ ଚାଲନ୍ତୁ। ତେବେ ଧର୍ମ ନ୍ୟାୟ ସତ୍ୟ କ୍ଷମା ଆପଣଙ୍କର ଶରୀରରେ ପ୍ରବେଶ କରିବ। ଆଉ ଏ ମୋହ ମାୟା ସଂସାରରୁ ଆପଣମାନେ ଉଦ୍ଧାର ହେବେ। ଜୟ ଶ୍ରୀକୃଷ୍ଣ ଗୋବିନ୍ଦ। ହରେ ମୁରାରୀ ହରେ ମୁରାରୀ ହରେ ମୁରାରୀ।